ॐ नारायणं नमस्कृतं नरं देवी सरस्वती वासं ततो जयमुदीरये। मूकं करोति वाचालं पङ्गुलङ्घयते गिरिं जत्कृपातमहं वन्दे परमानन्दमाधव। शङ्खचक्रसकिरीटकुण्डलं सपिस्त्रवस्त्रकौस्तुभं शिरसिरुहेखिणं चतुर्भुजं प्रसन्नवदनं ध्यायते। सर्वविघ्नं प्रशान्तये स्थिते सकलकल्याणभाजनं यत्र जायन्ते तत्र तिष्ठामि नारदः। मन्माति श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा नमः तस्मै नमो नमः। भगवानଙ୍କର ବାଣୀ ଆପଣ ମାନଙ୍କୁ ଶ୍ରବଣ କରାଉଛି ଜ୍ଞାନ ଯୋଗର ଏ ତତ୍ତ୍ୱ। ଶରୀର ଠାରୁ ଭିନ୍ନତାର ଅନୁଭବ ଭଗବାନ କିପରି ଉଦ୍ଧାର କରିଛନ୍ତି ଏ ମନୁଷ୍ୟକୁ ସାମଗ୍ରୀ ଦେବାରେ ଉଣା କରି ନାହାନ୍ତି, ବରଂ ଅଧିକ ଦେଇଛନ୍ତି ସ୍ୱଚ୍ଛ ସମୟ ବିନିଯୋଗରେ। ମନୁଷ୍ୟର ଉଦ୍ଧାର ହୋଇପାରୁଥିବା ସ୍ଥଳେ ଭଗବାନ ମନୁଷ୍ୟକୁ ବର୍ଷ ବର୍ଷର ଆୟୁଷ ଦେଇଛନ୍ତି। ସାଧାରଣ ବିଚାରରେ ଉଦ୍ଧାର ହୋଇପାରିବ, କିନ୍ତୁ ଏଥିପାଇଁ ଭଗବାନ ଅଶେଷ ବିସ୍ତାର ଶକ୍ତି ଦେଇଛନ୍ତି। ବାସ୍ତବରେ ଥରେ ମାତ୍ର ଆତ୍ମ ଉଦ୍ଧାର କରିପାରିଲେ ପୁନଶ୍ଚ ଆତ୍ମ ଉଦ୍ଧାର କରିବାର ଆବଶ୍ୟକତା ନଥାଏ। ତଥାପି ଭଗବାନ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଏତେ ପରିମାଣରେ ଦେଇଛନ୍ତି ଯେ ମନୁଷ୍ୟ ଅନେକ ଥର ନିଜର ଉଦ୍ଧାର କରିପାରିବ। ଆପଣ ଏହି କଥା ଭଲ ଭାବରେ ଜାଣନ୍ତି ଯେ ପିଲାଦିନ ଠାରୁ ଆଜି ପର୍ଯ୍ୟନ୍ତ ଦେଶ କାଳ ବସ୍ତୁ ବ୍ୟକ୍ତି ପରିସ୍ଥିତି ଘଟଣା ସବୁ କିଛି ପରିବର୍ତ୍ତିତ ହୋଇଗଲା, କିନ୍ତୁ ଆପଣ ସେହି ଅଛନ୍ତି। ପରିବର୍ତ୍ତନଶୀଳକୁ ଛାଡ଼ି ଦିଅନ୍ତୁ ଏବଂ ଶେଷକୁ ଯେ ଅପରିବର୍ତ୍ତିତ ରହିଲା ତାହାକୁ ଧରନ୍ତୁ। ବର୍ତ୍ତମାନ ଏହି ମୁହୂର୍ତ୍ତରେ ଆପଣ ଉଦ୍ଧାର ହୋଇଯିବେ। ଏ କଳି ଯୁଗରେ ଯାହା ବଦଳୁଛି ତାହା ଆପଣଙ୍କ ସ୍ୱରୂପ ନୁହେଁ ଏବଂ ଯାହା ନ ବଦଳୁଛି ତାହା ହିଁ ଆପଣଙ୍କର ସ୍ୱରୂପ। ଏତିକି ମାତ୍ର ଜାଣିଗଲେ ଆପଣଙ୍କ ଦାୟିତ୍ୱ ଶେଷ। ଅନେକ ପରିସ୍ଥିତିରେ ଅନେକ ଘଟଣାରେ ଆପଣ ଏକ ଓ ଅଭିନ୍ନ ରହୁଛନ୍ତି, କାହିଁକି ନା ଅନେକ ସ୍ଥାନରେ ବୁଲାବୁଲି କରି ମଧ୍ୟ ଆପଣ ଏକ ରହୁଛନ୍ତି। ବହୁତ ସମୟ ବିତିଗଲେ ମଧ୍ୟ ଆପଣ ସେହି ରହୁଛନ୍ତି। ସବୁ କିଛି ବଦଳିଗଲେ ମଧ୍ୟ ଆପଣ ସେହି ରହୁଛନ୍ତି। ଯାହା ଅପରିବର୍ତ୍ତିତ ରହେ କଦାପି ବଦଳେ ନାହିଁ, ତାହାକୁ ଆପଣ ପରିବର୍ତ୍ତନଶୀଳ ଠାରୁ ପୃଥକ ଦେଖନ୍ତୁ। ବାସ୍ ତତ୍ତ୍ୱଜ୍ଞାନ ହୋଇଗଲା। ସେ ଦୁହିଁକୁ ଯଦି ଏକ ଦେଖିବେ ନା, ତେବେ ଅଜ୍ଞାନ ଆସିଗଲା ବୋଲି ଜାଣନ୍ତୁ। ସାଧନା କରୁଥିବା ଭାଇ ଭଉଣୀଙ୍କ ମନକୁ ଗୋଟିଏ କଥା ପାଇଛି ଯେ ଯଦି ମନ ନିର୍ବିକାର ହୋଇଛି, କୌଣସି ଘଟଣାର ପ୍ରଭାବ ପଡ଼ୁନାହିଁ, ତେବେ ତତ୍ତ୍ୱଜ୍ଞାନ ହୋଇଛି, ଏବଂ ଯଦି ପ୍ରଭାବ ପଡ଼ୁଛି ତେବେ ତତ୍ତ୍ୱଜ୍ଞାନ ହୋଇନାହିଁ। ଆପଣ ଠିକ ଭାବରେ ବୁଝନ୍ତୁ ତ ଯେ ପ୍ରଭାବ କାହା ଉପରେ ପଡ଼େ? ପ୍ରଭାବ ମନ ଉପରେ, ବୁଦ୍ଧି ଉପରେ, ଶରୀର ଉପରେ ଓ ଇନ୍ଦ୍ରିୟ ଉପରେ ପଡ଼େ, କିନ୍ତୁ ଆପଣ ତ ସେହିପରି ଅପରିବର୍ତ୍ତିତ ରହୁଛନ୍ତି, ଅର୍ଥାତ୍ ଆପଣଙ୍କ ଉପରେ ପ୍ରଭାବ ପଡ଼ୁନାହିଁ। ଟଙ୍କା ମିଳିଗଲା ବା ଲାଭ ହେଲା, ତେଣୁ ମନ ପ୍ରସନ୍ନ ହେଲା, ଏବଂ ଟଙ୍କା ଚାଲିଗଲା ବା କ୍ଷତି ହେଲା, ତେଣୁ ମନ ଦୁଃଖୀ ହେଲା। ଲାଭ ଓ କ୍ଷତି ହେବାରୁ ମନ ଉପରେ ଦୁଇ ପ୍ରକାରର ପ୍ରଭାବ ପଡ଼ିଲା, କିନ୍ତୁ ଆପଣ ତ ସେହି ରହିଲେ। ଏ କଥା ତ ନୁହେଁ ଯେ ଲାଭ ହେଲା ବେଳେ ଆପଣ ଆଉ ଜଣେ ଥିଲେ ଓ କ୍ଷତି ହେଲା ବେଳେ ଆପଣ ଆଉ କ'ଣ ହୋଇଗଲେ କି? ଆଉ ଜଣେ ହୋଇଗଲେ କି? ଯଦି ଆପଣ ଏକ ରହୁନଥାନ୍ତେ ତେବେ ଲାଭ ଓ କ୍ଷତିର ଜ୍ଞାନ କାହାକୁ ହେଉଥାନ୍ତା? ଆପଣ ନିଶ୍ଚୟ ସମାନ ରହୁଛନ୍ତି, ନିଶ୍ଚୟ ଅଭିନ୍ନ ରହୁଛନ୍ତି। ଆପଣଙ୍କ ଉପରେ ପ୍ରଭାବ ଆଦୌ ପଡ଼ୁନାହିଁ। ପ୍ରଭାବ ପଡ଼ୁଛି ମନ ଓ ବୁଦ୍ଧି ଉପରେ।
ତତ୍ତ୍ୱଜ୍ଞ ଜୀବନୁକ୍ତ ମହାପୁରୁଷ ମଧ୍ୟ ବାଳକ ଯୁବକ ଅବସ୍ଥା ଅତିକ୍ରମ କରି ବୁଦ୍ଧ ହୋଇଗଲେ ତାଙ୍କୁ ଭଲ ଭାବେ ଦେଖାଯିବ ନାହିଁ, ଭଲ ଭାବେ ଶୁଭିବ ନାହିଁ, ଚାଲବୁଲ କରିବା ମଧ୍ୟ କମ୍ ହୋଇଯିବ। କିନ୍ତୁ ତାଙ୍କ ଜ୍ଞାନରେ କ'ଣ ପରିବର୍ତ୍ତନ ହେଲା? ଶରୀର, ଇନ୍ଦ୍ରିୟ, ମନ, ବୁଦ୍ଧି ତ ସ୍ୱଭାବତଃ ପରିବର୍ତ୍ତନଶୀଳ। ଏମାନଙ୍କ ମଧ୍ୟରୁ କେହି ବଦଳିଗଲା? କାହା ଉପରେ ପ୍ରଭାବ ପଡ଼ିଲା ତ କ'ଣ ହୋଇଗଲା? ଆପଣ ତାହା ସହିତ ମିଶିଯାଇ ନିଜକୁ ସ୍ୱରୂପକୁ ସୁଖୀ ଓ ଦୁଃଖୀ ମନେ କରି ଭୁଲ କରୁଛନ୍ତି। ଆପଣ ଏହି କଥା ଉପରେ ଅଟଳ ରୁହନ୍ତୁ ଯେ ମୁଁ ତ ସେହି ଅଛି। ସୁଖ ସମୟରେ ମୁଁ ଯିଏ ଥିଲି, ଦୁଃଖ ସୁଖ ସମୟରେ ମଧ୍ୟ ସେଇ ମୁଁ ଅଛି ଏବଂ ଦୁଃଖ ସମୟରେ ମୁଁ ଯିଏ ଥିଲି, ସୁଖ ସମୟରେ ମଧ୍ୟ ସେହି ମୁଁ ଅଛି। ଏହି ରୂପେ ଗମନାଗମନଶୀଳ ଉତ୍ପତ୍ତି ବିନାଶୀଳର ପଦାର୍ଥ ସହିତ ନ ମିଶି ନିଜ ନିଜଠାରେ ସ୍ଥିତ ରହିବା ହିଁ ସ୍ୱସ୍ଥ ହେବ। ସମ ଦୁଃଖ ସୁଖ ସ୍ୱସ୍ଥଃ। ଗୀତାରେ ଏହା ଲେଖା ହେଇଛି, ଗମନାଗମନଶୀଳ ପଦାର୍ଥ ପ୍ରଭୃତି ସହିତ ମିଶି ସୁଖୀ ଓ ଦୁଃଖୀ ହେବା ହିଁ ପ୍ରକୃତିସ୍ଥ ହେବା। ପୁରୁଷ ପ୍ରକୃତି ଯୋଗ ହିଁ ଭୂକ୍ତତ୍ୱେ। ଗୀତା 13 ଏବଂ 21 ଶ୍ଲୋକରେ ଲେଖା ହେଇଛି, ଆପଣ ପ୍ରକୃତିରେ ସ୍ଥିତି ନୁହନ୍ତି, କିନ୍ତୁ ଜାଣି ଶୁଣି ଆପଣ ପ୍ରକୃତିରେ ସ୍ଥିତ ହେଉଛନ୍ତି। ଆପଣ ସୁଖରେ ନାହାନ୍ତି କି ଦୁଃଖରେ ନାହାନ୍ତି, ଲାଭରେ ନାହାନ୍ତି କି କ୍ଷତିରେ ନାହାନ୍ତି, କାହାରି ଜନ୍ମରେ ନାହାନ୍ତି କି କାହାରି ମୃତ୍ୟୁରେ ନାହାନ୍ତି। ଆପଣ ଏ ସବୁଥିରୁ ପୃଥକ ଜାଣି ଶୁଣି ଆପଣ ଏସବୁକୁ ନିଜ ଆଡ଼କୁ ଟାଣୁଛନ୍ତି ଏବଂ ସୁଖୀ ଦୁଃଖୀ ହେଉଛନ୍ତି। ଏଣେ କହୁଛନ୍ତି ବୋଧ ପ୍ରାପ୍ତି ହେଉନାହିଁ। ଆଦୌ ଏହି କଥାରେ ଅଟଳ ରହନ୍ତୁ ଯେ ମୁଁ ତ ସେହି ଅଟେ। ଲାଭ ହେଲେ ମଧ୍ୟ ମୁଁ ସେହି ଅଟେ, କ୍ଷତି ହେଲେ ମଧ୍ୟ ମୁଁ ସେହି ଅଟେ। ଆପଣ ସ୍ୱରେ ନିଜଠାରେ ସ୍ଥିତ ହୋଇପାରିଥାନ୍ତୁ, ସ୍ଥିତ ହୋଇଯାଆନ୍ତୁ। ବାସ୍ ଏତିକି ମାତ୍ର କାମ। ସର୍ବଦା ନିର୍ବିକାର। ସ୍ୱରେ କଦାପି ବିକାର ନଥାଏ। ବିକାର ଅନ୍ତଃକରଣରେ ହୁଏ ଏବଂ ତା ସହିତ ମିଶି ଆପଣ ମଧ୍ୟ ନିଜଠାରେ ବିକାର ଅଛି ବୋଲି ମାନି ନେଉଛନ୍ତି ଓ ସୁଖୀ ଦୁଃଖୀ ହେଉଛନ୍ତି। ମନରେ ଭଲ ଭାବନା ଆସୁ, ମନ୍ଦ ଭାବନା ଆସୁ, ହର୍ଷ ହେଉ, ଶୋକ ହେଉ, ଚିନ୍ତା ହେଉ, ଆସକ୍ତି ହେଉ ବା ବିରକ୍ତି ହେଉ, ଯାହା ହେଲେ ମଧ୍ୟ ଆପଣ ନିଜଠାରେ ସ୍ଥିତ ରୁହନ୍ତୁ। ସେଗୁଡ଼ିକ ସହିତ ମିଶି ଯାଆନ୍ତୁ ନାହିଁ। ସେଗୁଡ଼ିକ ସହିତ ମିଶିଯିବା ହିଁ ପ୍ରକୃତିସ୍ଥ ହେବା। ପ୍ରକୃତିସ୍ଥ ହେଲେ ପାପ ମଧ୍ୟ ଲାଗିବ, ଦୁଃଖ ମଧ୍ୟ ହେବ, 84 ଲକ୍ଷ ଯୋନି ମଧ୍ୟ ଭୋଗ ହେବ, ନରକ ମଧ୍ୟ ଭୋଗ ହେବ, ଜନ୍ମ ମରଣ ମଧ୍ୟ ହେବ। କାରଣ ଗୁଣ ସଙ୍ଗୋ ଅସ୍ୟ ସଦସତ୍ ଯୋନି ଜନ୍ମସୁ। ଗୀତାରେ ମଧ୍ୟ ଏହା ପ୍ରମାଣ ହେଉଛି। ତେଣୁ ଯାହା ସବୁ ଉତ୍ପନ୍ନ ହେଉଛି ଓ ନଷ୍ଟ ହେଉଛି, ଆସୁଛି ଚାଲି ଯାଉଛି, ସେହିଗୁଡ଼ିକ ଦେଖି ମଧ୍ୟ ନିଜଠାରେ ସ୍ଥିତ ରୁହନ୍ତୁ। କାରଣ ଆପଣ ସେଗୁଡ଼ିକର ଦ୍ରଷ୍ଟା। ସେଗୁଡ଼ିକରୁ ପୃଥକ ସୁଖଦ ପରିସ୍ଥିତିକୁ ମଧ୍ୟ ଆପଣ ଦେଖୁଛନ୍ତି ନା? ଦୁଃଖଦ ପରିସ୍ଥିତିକୁ ମଧ୍ୟ ଆପଣ ଦେଖୁଛନ୍ତି, ସଂଯୋଗକୁ ମଧ୍ୟ ଦେଖୁଛନ୍ତି, ବିୟୋଗକୁ ମଧ୍ୟ ଦେଖୁଛନ୍ତି। ଏହା ସିଦ୍ଧାନ୍ତ ଯେ ଦୃଷ୍ଟା ଦୃଶ୍ୟଠାରୁ ପୃଥକ ଥାଏ। ତେଣୁ ଦ୍ରଷ୍ଟା ହୋଇଥିବାରୁ ଆପଣମାନଙ୍କଠାରେ କ'ଣ ପରିବର୍ତ୍ତନ ହେଲା? ଆପଣ ତ ସେହିପରି ରହିଲେ। ଧରାଯାଉ ଆମେ ଗଙ୍ଗା କୂଳରେ ଛିଡ଼ା ହୋଇଛୁ, ଅନେକ କାଠ ଖଣ୍ଡ ଭାସି ଆସିଲା ଓ ଆମ ପାଖ ଦେଇ ଚାଲିଗଲା। ତାକୁ ଦେଖି ଆମେ ଖୁସିରେ ହସି ଉଠିଲେ। ପରଦିନ ଆମେ ପୁଣି ସେଇଠାରେ ଛିଡ଼ା ହେଲୁ। ମାତ୍ର ଖଣ୍ଡିଏ କାଠ ବି ଆମ ପାଖ ଦେଇ ଭାସି ନ ଯାଇ ସବୁ ଆଉ ପଟ କୂଳେ କୂଳେ ଚାଲିଗଲା। ତାକୁ ଦେଖି ଆମେ ଜୋରରେ କାନ୍ଦି ଉଠିଲେ। କେହି ଜଣେ ପଚାରିଲେ, ଭାଇ କାନ୍ଦୁଛ କାହିଁକି?
ଆମେ କହିଲୁ ଆଜି ଏ ଖଣ୍ଡିଏ ବି କାଠ ଆମ ପାଖ ଦେଇ ଗଲା ନାହିଁ। ଆପଣ ବିଚାର କରନ୍ତୁ, କାଠ ଖଣ୍ଡ ଆମ ପାଖ ଦେଇ ଯାଉ ବା ଅନ୍ୟ ପାଖ ଦେଇ ଯାଉ, ଆମଠାରେ କ'ଣ ପରିବର୍ତ୍ତନ ହୋଇଗଲା? ଆମେ କାଠକୁ ଛୁଇଁ ନାହୁଁ କିମ୍ବା କାଠ ମଧ୍ୟ ଆମ ପାଖରେ ରହେ ନାହିଁ। ତାହା ଭାସିଯାଏ, ଆମେ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହୁ, କିନ୍ତୁ ତାହା ଆମ ପାଖ ଦେଇ ଭାସି ଯିବାରୁ ଆମେ ଖୁସି ହେଲେ ଏବଂ ଅନ୍ୟ କୂଳ ଦେଇ ଭାସି ଯିବାରୁ ଆମେ କାନ୍ଦି ପକାଇଲେ। ଏହା ମୂର୍ଖତା ନୁହେଁ ତ ଆଉ କ'ଣ? ସେହିପରି ଆପଣଙ୍କ ଘରେ ପୁଅ ଜନ୍ମ ହେଲା ତ ଆପଣ ଖୁସି ହୋଇଗଲେ ଏବଂ ପୁଅ ମରିଗଲା ତ ଆପଣ କାନ୍ଦି ପକାଇଲେ। ଅନ୍ୟ କାହା ଘରେ ପୁଅ ଜନ୍ମ ହୋଇ ମରିଗଲେ ତ ଆପଣ କାନ୍ଦୁ ନାହାନ୍ତି। ତାଙ୍କ ଘରକୁ ଧନ ଆସି ଚାଲିଗଲେ ତ ଆପଣ କାନ୍ଦୁ ନାହାନ୍ତି, କିନ୍ତୁ ଆପଣଙ୍କ ଘରକୁ ଧନ ଆସି ଚାଲିଗଲେ ଆପଣ କାନ୍ଦିବା ଆରମ୍ଭ କରିଦେଉଛନ୍ତି କାହିଁକି? ଧନ ଆପଣଙ୍କ ନିକଟରେ ପ୍ରଥମରୁ ନଥିଲା, ମଧ୍ୟକାଳରେ ଆସି ପୁଣି ଚାଲିଗଲା। ଆପଣ ଯେପରି ଥିଲେ ସେହିପରି ତ ରହିଲେ, ପୁଣି କାନ୍ଦୁଛନ୍ତି କାହିଁକି? ନିଜଠାରେ ସ୍ଥିତ ହୋଇଗଲେ ଆପଣ ଆଉ କାନ୍ଦିବେ ନାହିଁ, କିନ୍ତୁ ଗମନାଗମନଶୀଳ ବସ୍ତୁ ସହିତ ଜଡ଼ିତ ହୋଇଗଲେ ବୃଥାରେ କାନ୍ଦିବେ। ସଂସାରର ଦୁଃଖକୁ ଆପଣ ବୃଥାଟାରେ ଧରି ରଖିଛନ୍ତି। ବାସ୍ତବରେ ଦୁଃଖ ବୋଲି କିଛି ନାହିଁ। ଭଗବାନ ଦୁଃଖ ଆଦୌ ସୃଷ୍ଟି କରିନାହାନ୍ତି, ଆପଣ ହିଁ ଦୁଃଖକୁ ସୃଷ୍ଟି କରୁଛନ୍ତି। ଜଣା ନାହିଁ ଏଥିରୁ ଆପଣଙ୍କୁ କ'ଣ ଯେ ମଜା ମିଳୁଛି। ମୁଁ ପରିବର୍ତ୍ତନଶୀଳ ଠାରୁ ପୃଥକ୍ ଏପରି ଦେଖି ଚାଲନ୍ତୁ। ସେଥିରୁ ପରିଷ୍କାର ଭାବେ ପାର୍ଥକ୍ୟ ଅନୁଭବ କଲା ମାତ୍ରେ ସମସ୍ତ ଦୁଃଖ ଓ ବିକାର ନଷ୍ଟ ହୋଇଯିବ। ଶ୍ରୋତାମାନେ ସେଠାରେ ପଚାରୁଛନ୍ତି, ଆମେ ତ ତାହା ସହିତ ସଂଯୁକ୍ତ, ପୃଥକ୍ ହେବୁ କିପରି? ଏଇଟାରେ କହୁଛନ୍ତି ଭଗବାନ ଆପଣ ସଂଯୁକ୍ତ ନୁହନ୍ତି। ଯଦି ସଂଯୁକ୍ତ ହୋଇଥାନ୍ତେ ତେବେ ଆପଣ ଏବେ ପର୍ଯ୍ୟନ୍ତ ଶିଶୁ ହୋଇ ରହିଥାନ୍ତେ, କଦାପି ବୁଢ଼ା ହୋଇନଥାନ୍ତେ। ଯଦ୍ୟପି ବର୍ତ୍ତମାନ ଆପଣଙ୍କ ସଙ୍ଗରେ ଶୈଶବ ନାହିଁ ଏବଂ ଆପଣ ଶୈଶବ ସଙ୍ଗରେ ନାହାନ୍ତି, ତଥାପି ଆପଣ କହୁଛନ୍ତି ମୁଁ ଶୈଶବରେ ଯିଏ ଥିଲି ସେହି ମୁଁ ଆଜି ମଧ୍ୟ ଅଛି। ତାହେଲେ ଆପଣ ସଂଯୁକ୍ତ ହେଲେ କିପରି? ଶରୀର ପ୍ରକୃତି ପରିବର୍ତ୍ତନଶୀଳ ଏବଂ ଆପଣ ଅପରିବର୍ତ୍ତନଶୀଳ। ଆପଣ ଭ୍ରମବଶତଃ ସେଗୁଡ଼ିକ ସହିତ ନିଜକୁ ସଂଯୁକ୍ତ ମନେ କରିଛନ୍ତି ଏବଂ ତାହାକୁ ଅସ୍ୱୀକାର କରନ୍ତୁ। ସେଗୁଡ଼ିକ ସହିତ ସଂଯୁକ୍ତ ପରି ଦେଖାଯାଉଥିଲେ ମଧ୍ୟ ତାହାକୁ ମହତ୍ତ୍ୱ ଦିଅନ୍ତୁ ନାହିଁ, ବରଂ ନିଜ ଅନୁଭବକୁ ଗୁରୁତ୍ୱ ଦିଅନ୍ତୁ ଯେ ମୁଁ ସେଗୁଡ଼ିକ ଠାରୁ ଭିନ୍ନ। ଭିନ୍ନତାର ପ୍ରମାଣ ହେଲା ଶୈଶବରୁ ଆଜି ପର୍ଯ୍ୟନ୍ତ ଶରୀର ବଦଳିଗଲା, କିନ୍ତୁ ମୁଁ ସେହି ଅଛି। ଏହା ପ୍ରତ୍ୟକ୍ଷ ଅନୁଭବର କଥା। ଟିକେ ଭାବନ୍ତୁ, ଆପଣ ଶରୀର ଠାରୁ ଅଲଗା ହୋଇଥିବାରୁ ସିନା ଶୈଶବ ଅତିକ୍ରାନ୍ତ ହୋଇଗଲା ଓ ଆପଣ ରହିଗଲେ, ସେହିପରି ବର୍ତ୍ତମାନର ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟ ଅତିକ୍ରାନ୍ତ ହୋଇଯିବ, କିନ୍ତୁ ଆପଣ ରହିବେ। ଶୈଶବ କାଳରେ ଯେପରି ଆପଣ ଶରୀରଠାରୁ ପୃଥକ ଥିଲେ, ଆଜିର ଯୌବନ ଓ ବାର୍ଦ୍ଧକ୍ୟ କାଳରେ ମଧ୍ୟ ଆପଣ ପୃଥକ। ତଥାପି ଏହା ଭଲ ଭାବରେ ଯଦି ଅନୁଭବ ହୋଇପାରୁନାହିଁ, ତେବେ ବ୍ୟାକୁଳ ହୋଇ ଭଗବାନଙ୍କୁ କୁହନ୍ତୁ, ହେ ପ୍ରଭୁ, ଆମକୁ ଏହାର ଅନୁଭବ ହେଉନାହିଁ। ଏତିକି କଥା ଦୃଢ଼ ଭାବରେ ମାନି ନିଅନ୍ତୁ ତ, ଯେ ଅନୁଭବ ହେଉ ବା ନ ହେଉ ଆପଣ ଏଥିରୁ ନିଶ୍ଚୟ ପୃଥକ। ଯଦି ପୃଥକ ହୋଇନଥାନ୍ତେ ତେବେ ମନୁଷ୍ୟ ମୃତ୍ୟୁ ପରେ ଶରୀର ଏଠାରେ ନ ରହି ଆପଣଙ୍କ ସଙ୍ଗରେ ଯାଉଥାନ୍ତା, ଅଥବା ଶରୀରର ସହିତ ଆପଣ ମଧ୍ୟ ସେଠାରେ ରହୁଥାନ୍ତେ। ମାତ୍ର ଆପଣଙ୍କ ସଙ୍ଗରେ ଶରୀର ଯାଉନାହିଁ କିମ୍ବା ଆପଣ ଶରୀର ସଙ୍ଗରେ ଏଠାରେ ରହୁନାହାନ୍ତି, ତାହେଲେ ଦୁହେଁ ଏକ ହେଲେ କିପରି? ଘରେ ମୁଁ ରହୁଛି, ତେବେ ମୁଁ କ'ଣ ଘର? ମୁଁ ଘରକୁ ଆସୁଛି ଓ ଘରୁ ଚାଲି ଯାଉଛି, ଅତଏବ ଘର ଓ ମୁଁ ଭିନ୍ନ ଭିନ୍ନ। ସେହିପରି ଶରୀର ମଧ୍ୟ ଏକ ଘର ଏବଂ ଆପଣ ସେଥିରେ ନିବାସକାରୀ। ଆପଣଙ୍କ ସେଥିରେ ରହୁଛନ୍ତି, ପୁଣି ଚାଲି ବି ଯାଉଛନ୍ତି, ଅତଏବ ଆପଣ ଶରୀର ଠାରୁ ଭିନ୍ନ, ମୁଁ ଶରୀର ଠାରୁ ଭିନ୍ନ। ଏପରି ଅନୁଭବ ନହେଲେ ମଧ୍ୟ ଜବରଦସ୍ତି ମାନି ନିଅନ୍ତୁ। ରୋଗ ଦୂରୀକରଣ ପାଇଁ ଯେପରି ଆପଣ ପିତାମାତା ଔଷଧ ଓ ଚିରେଇତା ପ୍ରଭୃତିର ପାଣି ଆଖି ବୁଜି ପିଇ ଦିଅନ୍ତି, ସେହିପରି ସୁସ୍ଥ ହେବା ପାଇଁ ମୁଁ ଭିନ୍ନ ବୋଲି ମାନି ନିଅନ୍ତୁ।
ଏହା ସତ୍ତ୍ୱେ ଯଦି ଭିନ୍ନତାର ଅନୁଭବ ନ ହୁଏ ତେବେ ଭିନ୍ନ ବୋଲି ଅନୁଭବ ହେବା ପାଇଁ ବ୍ୟାକୁଳ ହୋଇ ଉଠନ୍ତୁ। ବ୍ୟାକୁଳତା ପ୍ରବଳ ହେଲେ ଖୁବ୍ ଶୀଘ୍ର ଅନୁଭବ ହୋଇଯିବ। କିନ୍ତୁ ଯଦି ଭୋଗରୁ ରସ ଗ୍ରହଣ କରୁଥିବେ ନା ସୁଖ ଗ୍ରହଣ କରୁଥିବେ ତେବେ ଯେତେ ପଢ଼ନ୍ତୁ, ପଣ୍ଡିତ ହୋଇଯାଆନ୍ତୁ, ଏପରିକି 4 ବେଦ ଅଧ୍ୟୟନ କରନ୍ତୁ, ତଥାପି ଶରୀର ଠାରୁ ଭିନ୍ନତାର ଅନୁଭବ ହେବ ନାହିଁ। ଦର୍ଶକ ବନ୍ଧୁ, ଏହି ଜ୍ଞାନଯୋଗ ଭାଗବତ ଗୀତା କିପରି ଲାଗିଲା ଆପଣମାନଙ୍କୁ କମେଣ୍ଟରେ ଜଣାନ୍ତୁ ଏବଂ ଆପଣଙ୍କର ମତାମତ ଦିଅନ୍ତୁ। ଆପଣଙ୍କୁ କିପରି ସ୍ପିରିଚୁଆଲ ବାଣୀ ଦରକାର, ଯାହା ଶ୍ରବଣ କରି ଆପଣଙ୍କର ଅନ୍ତର ବାହ୍ୟ ଅନ୍ତର ସବୁ ନିର୍ମଳ ହୋଇ ଉଠିବ, ପବିତ୍ର ହୋଇ ଉଠିବ। ଏହି ଏକ ଅକ୍ଷର ଧ୍ୟାନ ଚ୍ୟାନେଲ ସାଙ୍ଗରେ ଆପଣ ଯୋଡ଼ି ହୋଇ ରୁହନ୍ତୁ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ ଜମା। ଦର୍ଶକ ବନ୍ଧୁ, ଲାଇକ୍ ସେୟାର ମଧ୍ୟ ଭୁଲନ୍ତୁ ନାହିଁ, କରନ୍ତୁ। ଭଗବାନ ଆପଣଙ୍କୁ ମଙ୍ଗଳ କରିବେ। ଓମ୍ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। हरि ओम तत्सत्, हरि ओम तत्सत्, हरि ओम तत्सत्।